ଜିନିଷଟା ହଉଛି ଯେ ବିଦ୍ୟାର୍ଥୀ ଓ ପରୀକ୍ଷାର୍ଥୀ ଏଇଟା ଶୁଭମ ସାର୍ଙ୍କ ପ୍ରଶ୍ନ ବହୁତ ଭଲ ଯେ ସାଇନ୍ସ ନେଲେ କ'ଣ ଓଏସ୍ ଦେଇହେବ କି ଆଇ ଦେଇହେବ ଏଇଟା ସାଧାରଣ କମନ କ୍ୱେଶ୍ଚନ୍ ମାର୍କେଟକୁ ଆସିଲା ମିଳେ ଅନଲାଇନ୍ କ୍ଲାସ୍ରେ ଫାଇଦା କି ଅଫଲାଇନ୍ କ୍ଲାସ୍ରେ ଫାଇଦା ଏ 3-4ଟା କ୍ୱେଶ୍ଚନ୍ ତାଙ୍କର ଏରାଇ ହେଉଛି। ଦେଖନ୍ତୁ ପରୀକ୍ଷାର୍ଥୀ ଆମେ କମ୍ପିଟିସନ୍ ପରୀକ୍ଷା ଦେଉଛୁ କରୁଛୁ କିନ୍ତୁ ଆମେ କଲେଜ ପାଠ ପଢ଼ତେ ଯାଉଛୁ ତେଣୁ ପାଠ ପଢ଼ତେ ବହୁତ ହି ଭଲ ଲାଗେ କିନ୍ତୁ ଟେସିସ୍ କଥା କହିଲେ ଟିକେ ବିରକ୍ତି ଲାଗେ କିନ୍ତୁ ଆପଣଙ୍କୁ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେଇତେ ହେବ ମ୍ୟାକ୍ସିମମ୍ ଟାଇମ୍ ପରୀକ୍ଷା ଆପଣଙ୍କୁ ଦେଇତେ ହେବ ବୁଝିପାରିଲେ। ରହିଲା ଯେ ଆୟୁର୍ବେଦିକ ବହି ମାର୍କେଟରେ ମିଳିଯାଉଛି ତାକୁ ନେଇକି ଚିକିତ୍ସା କରିପାରିବ ତେଣୁ ଆପଣଙ୍କୁ ତ ପ୍ରାକ୍ଟିକାଲ ଯିବାକୁ ପଡ଼ିବ ତେଣୁ ଟେସିସ୍ ବସନ୍ତୁ। ତ ପରୀକ୍ଷାର୍ଥୀ ହେଉଛନ୍ତି ମାନେ ଆପଣ ଟେସିସ୍ ବସିବେ ସେତିକି ସମୟରେ କେତେ କ୍ୱେଶ୍ଚନ୍ କରୁଛନ୍ତି ସେ ବି ଇମ୍ପୋର୍ଟାଣ୍ଟ କରେ। ତାପରେ ସ୍ପେଶାଲି ଓଡ଼ିଶା ଜିଏସ୍ ଆମେ ଏଠି ପଢ଼ଉଛୁ ପାର୍ଟ 1 ଓଡ଼ିଶା ଜିଏସ୍। ଫାର୍ଷ୍ଟ ହେଲା ଆପଣଙ୍କର ଯାଜପୁର ଡିଷ୍ଟ୍ରିକ୍ଟ ଆମେ ନେବା। ଯାଜପୁର ଡିଷ୍ଟ୍ରିକ୍ଟରେ ବୈତରଣୀ ବ୍ରାହ୍ମଣୀ ନଦୀ ଯାଏ ବୁଝିଲେ ନା ସୁକିନ୍ଦା ଦେଖିବେ ଧାନମଣ୍ଡଳରେ ଝୋଟକଳ ଅଛି ବୁଝିଲେ ନା ଯାଜପୁରରେ ଫେରକ୍ରମ ଛତିଆବଟ ରତ୍ନଗିରି ଉଦୟଗିରିରେ ବୌଦ୍ଧ କୀର୍ତ୍ତିମାନ ଅଛି ସବୁ ଏଟା ଦେଖିବେ। ତାପରେ ହେଲା କଟକରେ ମହାନଦୀ ଖଡ଼ି ପଥର ଖଣି ଅଛି କଟକରେ ନ୍ୟାସନାଲ ରାଇସ୍ ଇନଷ୍ଟିଚ୍ୟୁଟ୍ ବି ଅଛି ବିଦ୍ୟାଧରପୁର କଟକ ବାରଙ୍ଗ କାଚ କାରଖାନା ବି ଅଛି ବାଲିଯାତ୍ରା କାର୍ତ୍ତିକ ମାସ ପୂର୍ଣ୍ଣିମାରେ ହୁଏ ଗଡ଼ଗଡ଼ିଆର ଘାଟରେ ଆରମ୍ଭ ହୁଏ। ତାପରେ ହେଲା ଜଗତସିଂହପୁର ନଦୀ ହେଲା ମହାନଦୀ ବିଲୁଆଖାଇ ଦେବୀ ମା ଶାରଳା କାକଟପୁରରେ ହୁଏ ନା କେଟେ କନକପୁର ଅଛି ମା ଶାରଳା ଜଗତସିଂହପୁର ଡିଷ୍ଟ୍ରିକ୍ଟ ମହାନଦୀ ସେଠି ଇଏ ହୁଏ ଜଗତସିଂହପୁରରେ ପାରାଦୀପ ବନ୍ଦର ବି ଅଛି ସେଟା ଦେଖିଦେବେ ବୁଝିପାରିଲେ। ତାପରେ କେନ୍ଦ୍ରାପଡ଼ା ହେଉଛି ବ୍ରାହ୍ମଣୀ ମହାନଦୀ ବଳଦେବଜୀଉ ମନ୍ଦିର ବି କୁହନ୍ତି କେନ୍ଦ୍ରାପଡ଼ାକୁ ତୁଳସୀ କ୍ଷେତ୍ର ବି କୁହନ୍ତି। ଆଳିରେ ଅଛି ବରାହଜୀଉ ମନ୍ଦିର ତାପରେ ଅଛି ବାଲେଶ୍ୱର ଜିଲ୍ଲା ସୁବର୍ଣ୍ଣରେଖା ବୁଢ଼ାବଳଙ୍କ ଚାନ୍ଦିପୁରରେ ମାଛଧରା ବନ୍ଦର ଅଛି ରେମୁଣାରେ କ୍ଷୀରଚୋରା ମନ୍ଦିର ଯେଉଁଟାକୁ ଲାଙ୍ଗୁଳା ନରସିଂହଦେବ କରିଥିଲେ କ୍ଷେପଣାସ୍ତ୍ର ବି ଅଛି ପରୀକ୍ଷଣ ଅଛି କି ଚାନ୍ଦିପୁରରେ ଆଉ ସେ ସମୁଦ୍ର କୂଳରେ ବରଫର କାରଖାନା ବି ଅଛି ସେଟା ଦେଖିଦେବେ। ତାପରେ ହେଲା ଭଦ୍ରକ ଡିଷ୍ଟ୍ରିକ୍ଟ ଦେଖିବେ ଏମିତି ସିରିଲି ପାର୍ଟ 1 ଭଦ୍ରକରେ ସାଳନ୍ଦୀ ନଦୀ ବୈତରଣୀ ନଦୀ ଯାଜପୁର ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ସୀମାରେ ପ୍ରବାହିତ ହୋଇ ଧମରା ମହାଣରେ ପହଞ୍ଚିଛି କେଠି ସମୁଦ୍ରରେ। ଚାନ୍ଦବାଲି ଓଡ଼ିଶାର ଗୋଟିଏ ପ୍ରାଚୀନ ବନ୍ଦର ଭଦ୍ରକରେ ଚାର୍ଜକ୍ରମ କାରଖାନା ବି ଅଛି ଏଟାକୁ ଦେଖିଦେବେ ନା ଭଦ୍ରକରେ ମାନେ ଧମରାଟା ଅଛି ଭଦ୍ରକ ଜିଲ୍ଲାରେ ଆସୁଛି ବୁଝିପାରିଲେ। ପୁରୀ ହେଲା ଚିଲିକା ଛୁଇଁଛି ଦେବୀ ଦୟା ଭାର୍ଗବୀ କାକଟପୁର ଝାମୁଯାତ୍ରା ସାକ୍ଷୀଗୋପାଳ ଅମଳା ନବମୀ ଚନ୍ଦ୍ରଭାଗାରେ ମାଘ ସପ୍ତମୀ କାଳିଜାଇରେ ମକର ମେଳା ଏଟା ପୁରୀ ତାପରେ ଜଗନ୍ନାଥ ମନ୍ଦିର କଥା ଜାଣିଛନ୍ତି ଆପଣ ବୁଝିପାରିଲେ। ତାପରେ ହେଲା ଖୋର୍ଦ୍ଧା ଜିଲ୍ଲାରେ ଖଡ଼ିପତ୍ର ମଞ୍ଚେଶ୍ୱର ଠାରେ ରେଳଡବା କାରଖାନା ଭୁବନେଶ୍ୱର ଜାଣିଛନ୍ତି ଖଣ୍ଡଗିରି ଉଦୟଗିରିରେ ରାଣୀ ଗୁମ୍ଫା ହାତୀ ଗୁମ୍ଫା ଜୈନ ମନ୍ଦିର ଧଉଳି ପାହାଡ଼ରେ ଅଶୋକ ଶିଳାଲେଖ କୌଶଲ୍ୟଗଙ୍ଗଠାରେ ମଧୁର ମାଛ ଚାଷ ଗବେଷଣା କେନ୍ଦ୍ର ଅଛି ବାଣପୁରରେ ଭଗବତୀ ମନ୍ଦିର ଅଟ୍ରିରେ ହେଉଛି ଉଷ୍ଣ ପ୍ରଭାବ ଭୁବନେଶ୍ୱର ଅଶୋକାଷ୍ଟମୀରେ ମୁଁ କହିଲି ଏବେ ରୁକୁଣା ରଥଯାତ୍ରା ଖଣ୍ଡଗିରି ମେଳା ଅଟ୍ରି ମେଳା ଇଏ ହେଉଛି ଆପଣଙ୍କର ଖୋର୍ଦ୍ଧା ଜିଲ୍ଲାର। ତାପରେ ଧୀରେ ଧୀରେ ତାକୁ ଦେଖିବେ। ତାପରେ ହେଉଛି ନୟାଗଡ଼ ଗ୍ରାଫାଇଟ୍ ଖଣିଜ ମହାନଦୀ ଅଛି କଣ୍ଟିଲେ କଂସା ବାସନ ନୀଳମାଧବ ମନ୍ଦିର ଲଡ଼ୁବାବା ମନ୍ଦିର ଓଡ଼ଗାଁରେ ରଘୁନାଥ ମନ୍ଦିର ରଣପୁରରେ ଅଛି ମଣିନାଗ ଦୁର୍ଗା ମନ୍ଦିର ଇଏ ହେଉଛି ନୟାଗଡ଼ 9ଟା ଡିଷ୍ଟ୍ରିକ୍ଟ ହେଲା। ତାପରେ ଢେଙ୍କାନାଳ ଲକ୍ଷ୍ମୀ ପୂଜା ହୁଏ ସେଠି
कपिलास चंद्रशेखर महादेव मंदिर, ब्राह्मणी नदी जाइए सप्तशଯ୍ୟା, सापुआ रिवरटा महानदी ट्रिब्यूटरी रिवर एटा पचारि पार। अनुगुल ओडिशार मध्यम 9टा डिस्ट्रिक्ट मिलती अनुगुल को। ब्राह्मणी महानदी चलती, अनुगुल बुढ़ी ठाकुराणी मंदिर, टिकरपड़ा सातकोशिया गंड, तालचेर अच्छी कोयला खनि, आल्युमिनियम कारखाना, रेंगाली अच्छी रेंगाली डैम रे माने विद्युत ये करा जाए नदी बुझिपारे। आप ओडिशा जे गुड़ाक एतकी डिस्ट्रिक्ट कहली पुणी आम कहबू बुझिपारे।